ଶ୍ରୋତାବନ୍ଧୁ ଆଜି ଆପଣମାନଙ୍କ ଉଦ୍ଦେଶ୍ୟରେ ଏକ କ୍ଷୁଦ୍ର ଗଳ୍ପ ଯାହାର ଲେଖିକା ହେଉଛନ୍ତି ଶ୍ରୀମତୀ ବିନୋଦିନୀ ଗୌଡ଼, ଆମ ସମୟର ଜଣେ ଯୁବ ଲେଖିକା। ଆଜି ଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା। ରଥଯାତ୍ରାକୁ ନେଇ ତାଙ୍କ ଭିତରେ ଥିବା ଯୋଉ ଆବେଗ, ତାକୁ ସେ ନବକଳେବର ଶୀର୍ଷକରେ ଅତି ଚମତ୍କାର ଭାବରେ ରୂପାୟିତ କରିଛନ୍ତି। ଆସନ୍ତୁ ଶୁଣିବା କ୍ଷୁଦ୍ରଗଳ୍ପ ନବକଳେବର। ଗାଳ୍ପିକା ବିନୋଦିନୀ ଗୌଡ଼। ପବିତ୍ର ରଥଯାତ୍ରାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ସୁଦର୍ଶନଙ୍କୁ ନେଇ ରତ୍ନବେଦୀରୁ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ଆସିଥାନ୍ତି। ବାହୁଡ଼ା ଦଶମୀ ଦିନ ଚତୁର୍ଦ୍ଧାମୂର୍ତ୍ତି ପୁଣି ଫେରି ଆସନ୍ତି ଶ୍ରୀମନ୍ଦିରକୁ ଭକ୍ତମାନଙ୍କ ଗହଣରେ ଭାବର ସମୁଦ୍ରରେ ଅବଗାହନ କରି। ପ୍ରତିବର୍ଷ କର୍ମଭୂମିରୁ ଜନ୍ମଭୂମିକୁ ଏହି ଯାତ୍ରା ମାଧ୍ୟମରେ ପ୍ରଭୁ ଆମକୁ ଶିକ୍ଷା ଦିଅନ୍ତି, ଯିଏ ଯେତେ ବଡ଼ ହେଉନା କାହିଁକି କର୍ମକ୍ଷେତ୍ରରେ ନିଜ ଜନ୍ମଭୂମିକୁ କେବେ ଭୁଲିବା ଉଚିତ ନୁହେଁ। ପବିତ୍ର ବାହୁଡ଼ା ଦଶମୀ ଉପଲକ୍ଷେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇ ନିଜସ୍ୱ ଅନୁଭୂତିର ଗଳ୍ପଟିଏ ମୁଁ ଉପସ୍ଥାପନା କରୁଛି ଆଜି। ମୋର ଗଳ୍ପ ସଂକଳନ ତମ ପାଇଁ ଚିଠି ଓ ଅନ୍ୟ କିଛିର ଗଳ୍ପଟିଏ ଶୀର୍ଷକ ନବକଳେବର। ଆସନ୍ତୁ ଶୁଣିବା ଗଳ୍ପ ନବକଳେବର। କୋଟି ଓଡ଼ିଆଙ୍କ ମଉଡ଼ମଣି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳାର ପଟାନ୍ତର ନାହିଁ। କେତେବେଳେ ସେ କେଉଁ ମାୟା ଲଗେଇଦେବେ କିଏ ଅବା ଜାଣିପାରିବ। ସେଦିନ ଥିଲା ଫେବୃଆରୀ 4 ତାରିଖ 2024 ମସିହା ରବିବାର। ସନ୍ଧ୍ୟା ଧୂପ ପରେ ଜଣେ ପଡ଼ୋଶୀ ବାନ୍ଧବୀଙ୍କ ଘରକୁ ଯିବା ପାଇଁ ବାହାରିଲି ମୁଁ। ଘରେ ମୋ ସାନ ପୁଅ କାହ୍ନା, ଯିଏ ମାନସିକ ଦିବ୍ୟାଙ୍ଗ, ତା ବାବାଙ୍କ ପାଖରେ କଏନ୍ ଗଣ୍ଡେ ଧରି ଖେଳିବାରେ ବ୍ୟସ୍ତ ଥିଲା। କିଛି ସମୟର ବାର୍ତ୍ତାଳାପ ପରେ ମୁଁ ଘରକୁ ଫେରି ଦେଖେ ତ ମୋ ସ୍ୱାମୀ ମୁହଁ ଶୁଖେଇ ବସିଛନ୍ତି, ଆଉ କାହ୍ନା ବି ଭୟରେ ଚୁପଚାପ ରହିଛି। କଥା କ'ଣ ପଚାରିବା ବେଳକୁ ସେ ନୀରବରେ ଠାକୁର ଘରକୁ ସଂକେତ କଲେ। ମୁଁ ଆଶଙ୍କାୟିତ ଭାବେ ସେଇ ରୁମ୍ରେ ପ୍ରବେଶ କରି ଚମକି ପଡ଼ିଲି। ମୋ ସାମ୍ନାରେ ପ୍ରଭୁ ଜଗନ୍ନାଥଙ୍କ ହଳଦିଆ ବସ୍ତ୍ରରେ ନିଆଁ ଲାଗି ଅଧା ପୋଡ଼ିଯାଇଛି। ମହାପ୍ରଭୁଙ୍କ ସୁନ୍ଦର କଳାବଦନ ଝାଉଁଳି ପଡ଼ିଛି ନିଆଁ ଧାସରେ। କେମିତି ଏକ ଅସହନୀୟ ଯନ୍ତ୍ରଣାରେ ମନ୍ଥି ହୋଇଗଲା ଛାତି ଭିତରଟା। ଆଖିରୁ ଝରି ଆସିଲା ଟୋପା ଟୋପା ଲୁହ। ମୋ ସ୍ୱାମୀଙ୍କ କହିବା ଅନୁସାରେ କାହ୍ନା କଏନ୍ ସବୁ ଘର ସାରା ଫୋପାଡ଼ି ଦେଇଥିଲା। ତାକୁ ଗୋଟାଇବା ବେଳେ ସେ ଉଠି ଯାଇଥିଲା ଠାକୁର ଘରକୁ। ବହୁତ ସମୟ ପର୍ଯ୍ୟନ୍ତ ନ ଆସିବାରୁ ସେ ବ୍ୟସ୍ତ ହୋଇ ଦୌଡ଼ିଗଲେ। ଦୀପର ସଳିତା କାଢ଼ି ହାତରେ ଧରିଛି ବୋଧେ, ନିଆଁ ଲାଗିଯିବାରୁ ଫିଙ୍ଗି ଦେଇଛି ଠାକୁରଙ୍କ ଉପରକୁ। ଜଗନ୍ନାଥଙ୍କ ବସ୍ତ୍ରରେ ନିଆଁ ଲାଗି ଜଳୁଛି, ଆଉ କାହ୍ନା କାନରେ ହାତ ଦେଇ ଭୟରେ ଠିଆ ହୋଇଛି। ସଙ୍ଗେ ସଙ୍ଗେ ନିଆଁ ଲିଭାଇବା ପରେ ସେ ନୂଆ ବସ୍ତ୍ର ଆଣିବା ପାଇଁ ବଜାର ଗଲେ। ସେଦିନ ରାତିରେ ମୁଁ ଠିକ୍ରେ ଶୋଇପାରିଲିନି। ଆଖି ଆଗରେ ଭାସି ଯାଉଥିଲା ପ୍ରଭୁଙ୍କୁ ସ୍ଥାପନା କରିବାର ମଧୁର ସ୍ମୃତି ସବୁ। ସୁନାବେଡ଼ାରେ ଥିଲାବେଳେ ପୁରୀର ଜଣେ ବନ୍ଧୁ ଆମ ପାଇଁ ଚତୁର୍ଦ୍ଧାମୂର୍ତ୍ତି ଆଣିଦେଇଥିଲେ ଘରେ ପୂଜା କରିବା ପାଇଁ। ସ୍ଥାପନା ସମୟରେ ସତ୍ସଙ୍ଗ କରି ପ୍ରସାଦ ସେବନର ବ୍ୟବସ୍ଥା କରିଥିଲୁ। ପାଖାପାଖି 12 ବର୍ଷ ବିତିଗଲାଣି ଏ ଭିତରେ। କେତେ ସୁଖ ଦୁଃଖର ସାଥୀ ପ୍ରଭୁ ଶ୍ରୀ ଜଗନ୍ନାଥ। ସୁଖଠାରୁ ଦୁଃଖ ବେଶୀ ମୋ ଜୀବନ ପଥରେ। ଦୁଃଖ ବେଳେ ନୟନରୁ ଝରୁଥିବା ଲୁହର ସାକ୍ଷୀ, ସୁଖ ବେଳେ ହସ ଆଉ ଖୁସି, ସବୁଠି ପ୍ରଭୁଙ୍କ ଭଲ ପାଇବାର ନିର୍ଭର ପ୍ରତିଶ୍ରୁତି। ପ୍ରତି 12 ବର୍ଷରେ ଥରେ ମହାପ୍ରଭୁଙ୍କ ନବକଳେବର ହୁଏ। ନିଜକୁ ପରିବର୍ତ୍ତନ କରିବା ପାଇଁ ପ୍ରଭୁଙ୍କର ଏ ଲୀଳା ନୁହେଁ ତ ଆଉ। ଅବୁଝା ଆଖିରେ ଚାହିଁ ରହିଥିଲି କଳା ବଦନକୁ, ଚକା ନୟନଙ୍କୁ। ପ୍ରଭୁଙ୍କର ମୂର୍ତ୍ତି ବିସର୍ଜନ କରି
ନୂଆ ମୂର୍ତ୍ତି ଆଣିବା ପାଇଁ ସ୍ଥିର କଲୁ ଆମେ। ଫେବୃଆରୀ 25 ତାରିଖ ଦିନ ଦୀର୍ଘ 3 ବର୍ଷର ବ୍ୟବଧାନ ପରେ ସପରିବାର ପହଞ୍ଚିଲୁ ପବିତ୍ର ଶ୍ରୀକ୍ଷେତ୍ର ଧାମରେ। ପ୍ରଥମେ ପୁଣ୍ୟ ମହୋଦଧି କୂଳରେ ଯାଇ ପୁରୁଣା ମୂର୍ତ୍ତି ବିସର୍ଜନ କରି ନୂଆ ମୂର୍ତ୍ତି କିଣିବା କଥା ସ୍ଥିର କଲୁ। ମୋ ସ୍ୱାମୀ ମୂର୍ତ୍ତି ମହୋଦଧିରେ ବିସର୍ଜନ କରୁଛନ୍ତି। ଦୁଇ ଥର ଠାକୁର ବାହୁଡ଼ି ଆସୁଛନ୍ତି ବେଳାଭୂମି ଉପରକୁ। ହତଚ୍ଛାଅ ହୋଇ ସେ ହାତ ଟେକିଦେଲେ ମହାପ୍ରଭୁଙ୍କୁ। ପ୍ରଭୁ, ଏ କି ଲୀଳା ତୁମର? ପୁରୁଣା ମୂର୍ତ୍ତି ବିସର୍ଜନ କରି ନୂଆ ମୂର୍ତ୍ତି ନେବାକୁ ସ୍ଥିର କରିଛୁ। ତମେ ସହାୟ ହୁଅ ପ୍ରଭୁ। ବାସ୍, ତାଙ୍କ ପାଖରେ ସମର୍ପଣ କରିଦେଲେ ଆପେ ଆପେ କରୁଣାର ହାତଟିଏ ଲମ୍ବି ଆସେ ଭକ୍ତଜନ ପାଖକୁ। ଠିକ୍ ସେମିତି ହିଁ ହେଲା। ମହାପ୍ରଭୁ ହଜିଗଲେ ମହୋଦଧିର ନୀଳ ଉର୍ମିମାଳା ଭିତରେ। ଆଖି ତଳେ ଆମ ବେଦନାର ଅଶ୍ରୁ। ସେଦିନ ରାତିରେ ଶ୍ରୀମନ୍ଦିର ଭିତରେ ପ୍ରଭୁଙ୍କର ବଡ଼ସିଂହାର ବେଶ ଦେଖି କିଛି ମାତ୍ରାରେ ସେଇ ଦୁଃଖକୁ ଲାଘବ କରିବାରେ ସହାୟତା କରିଥିଲା। ପରଦିନ 26 ଫେବୃଆରୀ ଆମ ବିବାହ ବାର୍ଷିକୀ ପ୍ରଥମ ଥର ପାଳନ କରିଥିଲୁ ଶ୍ରୀକ୍ଷେତ୍ର ପୁରୀରେ। ମହାପ୍ରଭୁଙ୍କ ଦର୍ଶନ, ଅବଢ଼ା ସେବନ, ମହୋଦଧି ସ୍ନାନ ପରେ ଘର ବାହୁଡ଼ା। 18ନଳା ପାଖରେ ଥିବା ମୂର୍ତ୍ତି ଦୋକାନରୁ ନିମକାଠର ଚତୁର୍ଦ୍ଧା ମୂର୍ତ୍ତିଙ୍କୁ କିଣି ଆଣିଲୁ ଆମେ। ଘରେ ପହଞ୍ଚିବା ପରେ ନୂଆ କପଡ଼ା ପକାଇ ଗଙ୍ଗା ପାଣି ଛିଞ୍ଚି ପ୍ରଭୁଙ୍କୁ ସ୍ଥାପନା କରି ଧୂପ ଦୀପ ଭୋଗ ଲଗାଇ ପୂଜା କରିବା ପରେ ଆଖି ପୂରେଇ ଥରେ ଦେଖି ନେଉଥିଲି ଶ୍ରୀ ଜଗନ୍ନାଥଙ୍କୁ। ଆହା, କି ସୁନ୍ଦର ଦିଶୁଥିଲେ ମହାପ୍ରଭୁ। ଅର୍ଦ୍ଧଚନ୍ଦ୍ର ଅଧରରେ ମିଠା ମିଠା ହସ, ବଡ଼ ବଡ଼ ଚକା ଆଖିର ଆକର୍ଷଣରେ ଯେ କେହି ହୋଇଯିବ ବଶ। ଧନ୍ୟ ପ୍ରଭୁ ଜଗତର ନାଥ, କାଳିଆ ସାଆନ୍ତ। ପ୍ରଭୁଙ୍କ ଶ୍ରୀଚରଣ ତଳେ ଅଶ୍ରୁ ନୈବେଦ୍ୟ ଅର୍ପଣ କରି ଆମର କିଛି ଭୁଲ ହୋଇଥିଲେ କ୍ଷମା ପ୍ରାର୍ଥନା କରୁଥିଲି ମନେ ମନେ। ଆଜି ବି ପ୍ରଶ୍ନଟିଏ ଉଙ୍କିପାରେ ମନ ତଳେ, ତମେ ନବକଳେବର ଚାହିଁଲ ବୋଲି ଏ ଲୀଳା କରିଥିଲ, ନା ମୋ ଦିବ୍ୟାଙ୍ଗ ପୁଅକୁ ଅଗ୍ନି କବଳରୁ ରକ୍ଷା କରିବା ପାଇଁ ନିଜ ବସ୍ତ୍ରରେ ନିଆଁ ଲଗାଇଦେଲ ଠାକୁରେ? ସେଦିନ କ'ଣ ହୋଇଥିଲା କେହି ଜାଣିପାରିଲୁନି ଆମେ। ଜାଣିଲେ ଜାଣିଥିବ କେବଳ ତମେ, ଲୀଳାମୟ କାଳିଆ ଠାକୁର। ଧନ୍ୟବାଦ। ଜୟ ଜଗନ୍ନାଥ।